ନେ ଅଷ୍ଟମୀ କି ପଇସା ନେ ତୋ ପୁଅ ପାଇଁ। ଭାଇ ଅଷ୍ଟମୀ 1,000 ଟଙ୍କା। ହଁ 1,000 ଟଙ୍କା। 1,000 ଟଙ୍କାରେ କଣ ହବ କହିଲୁ? ମାନେ ତୁମେ କୋଉ କଥା କହୁଛୁ କହିଲୁ? 1,000 କଣ ହବନି କହିଲୁ? ସବୁ ତ 1,000 ହବ ନା। ଆଜିକାଲି ଜାଣିଛ ଡ୍ରେସ ର ଦାମ କେତେ ହେଲାଣି। ଆଉ ମୋ ପୁଅ ସେତେବେଳେ ଛୋଟ ଥିଲା ବୋଲି ଚଳେଇ ଦଉଥିଲି। ଏବେ ବଡ ହେଲାଣି ଆଉ 1,000 ଟଙ୍କାରେ କଣଟା ହବ କହିଲ? ଆରେ ହୁଣ୍ଡି, ତୁ କଣ ଘର କଥା କଣ କିଛି ଜାଣିନୁ? ଆରେ ବାପାଙ୍କର ଦେହ ଖରାପ, ତାଙ୍କୁ ରିସେଣ୍ଟଲି ଏବେ ମେଡିକାଲ ନେଇଥିଲି। ମେଡିକାଲରେ 40,000 50,000 ଟଙ୍କା ଖର୍ଚ୍ଚ। ଆଉ ବୋଉଙ୍କର ଆଣ୍ଠୁ ପ୍ରୋବ୍ଲେମ ଯେ ସେ ଚାଲି ପାରୁନି। ତାଙ୍କୁ ପ୍ରତ୍ୟେକ ଦିନ ଆଣିକି ଫିଜିଓଥେରାପି କ୍ଲାସ କରଉଛି। ଏତେ ଅସୁବିଧା ଭିତରେ ମଧ୍ୟ ତୁ ତ ଆଉ ଏକା ନାହୁଁ ନା, ତିନିଟା ଭଉଣୀ, ସମସ୍ତେ ପୁଣି ଦେଖିବାକୁ ପଡିବ ନା ନାହିଁ। ତତେ ଯଦି ମୁଁ ଅଧିକ ଦେଇଦେବି, ଆର ଭଉଣୀ ମାନେ କମ୍ପ୍ଲେନ କରିବେନି, ତାଙ୍କ ମନ ଦୁଃଖ ହବନି? ତେଣୁ ଏତିକି ପଇସା ଆଜି ସକାଳେ କଣ ହବନି? ନାଇଁ ନାଇଁ, ଏତିକି ପଇସାରେ ହବନି। ଆରେ ତୋ ପୁଅଟା କେତେ ବଡ ହେଇଯାଇଛି କି? ଏ ଯେହେତୁ ବଡ ହେଇଛି, କଣ 1,000 ଟଙ୍କା ଡ୍ରେସ ହବନି? ଡ୍ରେସ ର ଦାମ ଜାଣିଛ କେତେ ଟଙ୍କା। ଆଉ କୋଉ 1,000 ଟଙ୍କାରେ ହବ କହିଲ? ନାଇଁ ନାଇଁ ହବନି। ଓହୋ, ତୁ ସିନା ନେଇଗଲୁ କୋଉ କତର ପଇସା 1,500 ଟଙ୍କା। ନେ, ଏଥର ହବ ତ? ହଁ ଏଥର ହବ। ହଉ, ମୁଁ ଯାଉଛି। ପୁଣି ଆଉ ଦି ଭଉଣୀ ପୁଣି ଅଷ୍ଟମୀରେ ପଇସା ଦେବାକୁ ପଡିବ। ପୁଣି ବାପାଙ୍କର ମେଡିସିନ ସରିଯାଇଛି, ତାଙ୍କ କାମ ତୁଟେଇକି ଆସିଲା ବେଳକୁ ବାଟୁ ପୁଣି ମେଡିସିନ ଆଣିକି ପୁଣି ବାପା ପୁଣି ମେଡିସିନ ଖାଇବେ। ଜାଣି ତାଙ୍କ ଦେହ ଖରାପ। ମୁଁ ଭାବୁଛି ମୁଁ ପରେ କଥା ହବ। ଭାଇ ତମେ ବସ, ମୁଁ ଟିକେ ଚାହା ମୁଁ ଟିକେ ଜଳଖିଆ ନା ଆଣିବି। ନା, ଲେଟ୍ ହେଇଯିବ। ମୋର ସେଟା ପୁଣି କେତେ କାମ, ଦି ଭଉଣୀ ହବାକୁ ଯିବି, ମେଡିସିନ ବାପାଙ୍କ ପାଇଁ ନେବି। ମୁଁ ଆଉ କେତେବେଳେ ଆସିଲେ ଖାଇବି। ମୁଁ ଯାଉଛି। ତୁ ପଇସା ରଖେ, ତୁ ପୁଅ ପାଇଁ ଡ୍ରେସ ଫେସ୍ କିଣିବୁ। ମୁଁ ଆସୁଛି, ପରେ କଥା ହବ। ମୁଁ ଯାଉଛି। ଭାଇ ଶୁଣ ଶୁଣ, ଭାଇ ଭଉଣୀ ଘରକୁ ଆସିକି ଖାଲି ପେଟରେ ଯିବ, ମତେ ଏଇଟା ଭଲ ଲାଗିବ? ହଉ ଭାଇ, ଟିକେ ପାଣି ନହେଲେ ପିଇ ଦେଇକି ଯା। ରହ ଟିକେ ନା ରୁହ ଭାଇ। ଭାଇ ଏ ପଇସା ନେଇଯା। ପଇସା? ଏ କଣ ତୁ ପଇସା ତୁ ମନକୁ ପାଇଲେନି ନା କଣ? ନା ଆଉ ଅଧିକ ଦେବି କହୁନୁ? ତୁ କଣ ମତେ ପଇସା ଥରେଇଛୁ କହିଲୁ? ଆରେ ଅଷ୍ଟମୀ କି ମୁଁ ମାମୁଁ ହିସାବରେ ଭଣଜା ପାଇଁ ଆମ ଆଣିବାଟା ଆମର ହଉଛି କର୍ତ୍ତବ୍ୟ। ତ ମୁଁ ସେଇଥିପାଇଁ ଡ୍ରେସ ତାର ହବ କି ନ ହବ ସେଇଥିପାଇଁ ମୁଁ ତ ପଇସା ଆଣିକି ଦେଇଦେବି। ଆଉ ତୁ ମତେ ପଇସା କଣ ଫେରଉଛୁ ମୁଁ କିଛି ବୁଝିପାରୁନି। ମୁଁ ଡ୍ରେସ ନା ଅନଲାଇନରୁ ମଗେଇ ଦେଇଛି। ଅନଲାଇନରୁ ମଗେଇ ଦେଇଛୁ? ଆରେ ଅନଲାଇନ ତୁ ମଗେଇଛୁ ତାର ପଇସା ରଖିଦବୁ। ତୋ ଶାଶୁ ଯଦି ଜାଣିନି କଣ କହିବି କହିଲୁ? ମାମୁଁଟା ଆସିଥିଲା ଯେ ଅଷ୍ଟମୀ ପାଇଁ ଭଣଜା ପାଇଁ କିଛି ଆଣିନି, ଖାଲି ହାତରେ ଆସିଲା, ଖାଲି ହାତରେ ପଳେଇଲା। କେତେ କଣ ତତେ କହିବେ କହିଲୁ? ମତେ ଶୁଣିଲେ କଣ ଭଲ ଲାଗିବ? ମୋ ଶାଶୁଘର ଲୋକଙ୍କୁ କହିବି ମୋ ଭାଇ ଏଇ ଡ୍ରେସ ଆଣି ଦେଇଥିଲେ ବୋଲି। ଏମିତି କଥା କହିପାରୁଛି ବୋଲି କହିଲୁ? ତମେ ପଇସା ନିଅ, ବାପାଙ୍କ ପାଇଁ ଗଲା ବେଳେ ମେଡିସିନ ନେଇକି ଯିବ। ପଇସା ରଖିବୁନି? ନାଇଁ ନାଇଁ, ମୁଁ କେତେ ଅସୁବିଧାରେ ଚଳୁଛ, ଆଉ ମୁଁ ପଇସା ରଖିବିନି। ତମେ ଗଲା ବେଳେ ବାପାଙ୍କ ପାଇଁ ଔଷଧ ହେକା ନେଇକି ଯିବ। ମୁଁ ଯାହା କରୁଛି ଠିକ କରୁଛି କି ଭୁଲ କରୁଛି ମୁଁ ନିଜେ ବି ଜାଣିପାରୁନି। ମୁଁ ଜାଣିଛି ମୁଁ ଗଲା ପରେ ତା ଶାଶୁଘର ନିଶ୍ଚିତ ସମାଲୋଚନା କରିବେ, କାରଣ ମୋର ପଇସା ନବାଟା ଠିକ କି ଭଉଣୀ କି ଦବାଟା ଠିକ ସେଇଟା ବି ମୁଁ ନିଜେ ବୁଝିପାରୁନି।